ସୁଭଦ୍ରା ଯୋଜନାର ଟଙ୍କା ଅନ୍ୟମାନଙ୍କୁ ମିଳିସାରିଥିଲେ ମଧ୍ୟ ଏଯାଏଁ ଅନେକ ମହିଳା କାହିଁକି ପାଇନାହାନ୍ତି ସେମାନଙ୍କର ପ୍ରଥମ କିସ୍ତି। ଆପଣ ଯଦି ବହୁତ ପୂର୍ବରୁ ଆପ୍ଲାଏ କରିଥିଲେ ମଧ୍ୟ ଆପଣଙ୍କୁ ଏଯାଏଁ ମିଳିନି ପ୍ରଥମ କିସ୍ତି, ତେବେ ଏହାର କାରଣ କ'ଣ ହୋଇପାରେ? ଚାଲନ୍ତୁ ଜାଣିବା ପୁରା ଖବର। ବହୁତ ଆବେଦନକାରୀମାନେ ଏଭଳି ଅଛନ୍ତି ଯେ ସେମାନେ ସେମାନଙ୍କର ପ୍ରଥମ କିସ୍ତି ଟଙ୍କା ଏଯାଏଁ ପାଇନାହାନ୍ତି ଏବଂ ଯେଉଁମାନେ ତାଙ୍କ ପରେ ଆପ୍ଲାଏ କରିଛନ୍ତି ସେମାନେ 2ଟି କିସ୍ତି ପାଇସାରିଲେଣି। ତେବେ ସରକାରୀ ତଥ୍ୟ ଅନୁସାରେ ପ୍ରାୟ 5 ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟକୁ ଆସିନାହିଁ ଟଙ୍କା। ତେବେ କ'ଣ ରହିଥିଲା ଏହାର କାରଣ? ଏହାର କାରଣ ହେଉଛି ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଏବଂ ମୋବାଇଲ ନମ୍ବର ଲିଙ୍କ ନଥିବା, ଯାହାଫଳରେ ଏମାନଙ୍କୁ ଏହାର ଗୋଟିଏ ବି ହେଲେ କିସ୍ତି ମିଳିନାହିଁ। ଆଗକୁ ଯଦି ଆପଣ ସୁଭଦ୍ରା ଯୋଜନାର ଟଙ୍କା ପାଇବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ଆଧାର ଏବଂ ମୋବାଇଲ ନମ୍ବର 3ଟି ଲିଙ୍କ ହେବା ଦରକାର। ଆପଣ ପ୍ରଥମେ ଏହାକୁ ଚେକ୍ କରନ୍ତୁ। ଯଦି ଏହା ହୋଇନଥିବ ତେବେ ଆପଣ ଆପଣଙ୍କ ବ୍ୟାଙ୍କକୁ ଯାଇ ତୁରନ୍ତ ଏଗୁଡ଼ିକ ଲିଙ୍କ କରାଇ ନିଅନ୍ତୁ। କାହିଁକିନା ଏହା କରିବା ଦ୍ୱାରା ଆପଣଙ୍କୁ ହୋଇପାରେ ଯେ ଆସନ୍ତା 24 ତାରିଖରୁ ତୃତୀୟ ପର୍ଯ୍ୟାୟ ପ୍ରଦାନ କରାଯାଉଥିବା ସମୟରେ ଆପଣଙ୍କୁ ଆପଣଙ୍କର ପ୍ରଥମ କିସ୍ତିର ଟଙ୍କା ମିଳିଯାଇପାରେ। ଏହା ପୂର୍ବରୁ ଏହିଭଳି ଏକ ଭୁଲ ପ୍ରୋସେସରେ ଆପ୍ଲାଏ କରିବା ଦ୍ୱାରା ଏହି ଯୋଜନାରେ 2,67,000 ଆବେଦନକାରୀଙ୍କ ଆବେଦନକୁ ରିଜେକ୍ଟ କରାଯାଇଥିଲା। ତେବେ ଏହାପରେ ଓଡ଼ିଶାର ବିଭିନ୍ନ ବ୍ଲକକୁ ପଠାଯାଇଥିବା ତାଲିକାର ଆଧାରରେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଭେରିଫିକେସନ ହେବାର ସୁବିଧା କରାଯାଇଛି। ଯାଞ୍ଚ କାମ ସରିବା ପରେ ରିଜେକ୍ଟ ତାଲିକାରେ ଥିବା ମହିଳାମାନଙ୍କ ଦ୍ୱାରା ଡକୁମେଣ୍ଟ ଠିକ୍ କରାଯିବ ଏବଂ ସେମାନଙ୍କୁ ସୁଭଦ୍ରାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏବେ ବି କୌଣସି ମହିଳା ନୂଆ କରି ଆବେଦନ କରିଥାନ୍ତି ତେବେ ମୁଖ୍ୟତଃ 3ଟି ଜିନିଷ ଉପରେ ଧ୍ୟାନ ଦେବା ଦରକାର। ସେଗୁଡ଼ିକ ମଧ୍ୟରୁ ହେଲା ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ଏବଂ ନିଜ ଆଧାର ସହ ପରିବାରର ଯେକୌଣସି ଏକ ମୋବାଇଲ ନମ୍ବର ଲିଙ୍କ ହେବା ନିହାତି ଦରକାର।